ଆପଣମାନେ ଦେଖିପାରୁଥିବେ ଏଇଟା ହେଉଛି ଆମ ବଡ଼ ବାପାଙ୍କ ଘର। ଏଇଟା ଆମ ଜାଗା। ଏଇଠୁ ଆରମ୍ଭ କରି ସେଇ ଛାତ ଘର ପର୍ଯ୍ୟନ୍ତ ଆମ ଜାଗା। ଏଇ ଜାଗା ହେଉଛି 6 ଡିସମିଲ୍ ଜାଗା। ଏହି ଜାଗାରେ ପ୍ରଥମେ ରବି, ସତ୍ୟବାନ, ବିବି, ନୂଆ ଏମାନେ ସମସ୍ତେ ଥିଲେ। ପ୍ରଥମେ କ'ଣ ହୋଇଛି ଜାଣିଛି? ପ୍ରଥମେ ଆମେ ଏଠି ନଥିଲୁ, ଆମେ ସାଇଡ଼୍ରେ ଥିଲୁ। ସେଇ ଜାଗାକୁ ସମସ୍ତେ ଜାଣନ୍ତି ହରିଜନମାନଙ୍କର ବୋଲି। ସେଥିପାଇଁ ବାପା ଠାକୁରାମପୁର ତହସିଲ ଅଫିସର ଆର୍ଆଇ ଅମିନମାନଙ୍କୁ ଡାକି ଆଣିଲା ଓ ମପେଇଲା ବେଳକୁ ହରିଜନମାନଙ୍କର ବାହାରିଲା, ଆମ ନାଁରେ ବାହାରିଲାନି। ଆମ ଜାଗା ସେଇଟା ବାହାରିଲା ଯେଉଁଠାରେ ରବି, ସତ୍ୟବାନ, ବିବି, ନୂଆ ଥିଲେ। ସେଇ ଜାଗା ଆମ ନାଁରେ ବାହାରିଲା। ସେଥିପାଇଁ ସେମାନେ ଘର ଭାଙ୍ଗିକି ଅନ୍ୟ ଜାଗାରେ ଘର ବାନ୍ଧିଲେ। ସେତେବେଳେ ତ ସବୁ ଠିକ୍ ଥିଲା। ଥରେ ନିସ୍ତାର ମାଝି ଜଣେ କୋର୍ଟ ଅମିନକୁ ଡାକି ଆଣିଲା। ତା ଆଇ ଡ଼ି କାର୍ଡ଼ରେ ଲେଖାଯାଇଥିଲା ଦାମୋଦର ସାହୁ, ସାଡ଼ାଲିର ଅମିନ, ଭବାନୀପାଟଣା, କଳାହାଣ୍ଡି। ତାକୁ ଆମେ ପଚାରିଲୁ, ସାର୍ ଏଇ ପାଖରେ ଆମର 6 ଡିସମିଲ୍ ଜାଗା ଅଛି। କୋର୍ଟ ଅମିନ କହିଲା, ନାଇଁ ଏଠି ତୁମର ଜାଗା ନାହିଁ। ଏଇ କଥା ଶୁଣି ପ୍ରଥମେ ଥିଲେ ଯିଏକି ଲୁଧୁ କିଷାନର ପିଲାମାନେ, ତାଙ୍କ ନାଁ ହେଉଛି ରବି, ସତ୍ୟବାନ, ନୂଆ, ବିବି। ଏମାନେ ସମସ୍ତେ ଆମ ଜାଗା ବୋଲି ଧରି ବସିଲେ ଆଉ ସଞ୍ଜ ସକାଳେ ଗାଳି ଦେଲେ, ମାଡ଼ ଦେଲେ, ସମସ୍ତଙ୍କୁ ମାରିଲେ। ପିଲାଠାରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ଯାଏଁ ସମସ୍ତେ ଆମକୁ ଗାଳି ଦେଲେ। ଗାଳି ସହି ନ ପାରିକି, କଥା ଶୁଣି ନ ପାରି, ମାଡ଼ ଖାଇ ନ ପାରିକି ଘର ଭାଙ୍ଗିବାକୁ ପଡ଼ିଲା। କୋର୍ଟ ଅମିନ କିଛି ଦେଖିନଥିଲା କି ମାପି ନଥିଲା। ସେଇ କଥାକୁ ଏମାନେ ସମସ୍ତେ ବିଶ୍ୱାସ କଲେ ଆଉ ଆମ ଜାଗା ବୋଲି ଧରି ବସିଲେ। ଆମେ ବି ଠାକୁରାମପୁର ତହସିଲ ଅଫିସର ଆର୍ଆଇ ଅମିନମାନଙ୍କୁ ମପେଇକି ଘର ବାନ୍ଧିଥିଲୁ। ଥରେ ନୁହଁ, 2 ଥର 3 ଥର ମାପିକି ଘର ବାନ୍ଧିଥିଲୁ। ସେଥିରେ ବି ସେମାନେ ଆମର ବୋଲି କହିଲେ। ଆମେ ସେମାନଙ୍କୁ କେତେ ବୁଝେଇଲୁ, ଆମେ ମିଶିକି ମପେଇବା, ତୁମ ନାଁରେ ବାହାରିଲେ ତୁମେ କରିବ ଆଉ ଆମ ନାଁରେ ବାହାରିଲେ ଆମେ କରିବୁ। ଏମିତି କହିଲାରୁ ବି ସେମାନେ କିଛି ବୁଝିଲେନି। ସେଇ କୋର୍ଟ ଅମିନ କହିଛି ବୋଲିକି ଆମର ବୋଲିକି ସେମାନେ ଧରି ବସିଲେ। ଗାଳି ଦେଲେ, ମାଡ଼ ଦେଲେ। ସେଥିପାଇଁ ବାପା ଥରେ କେସ୍ କଲେ। କେସ୍ କଲାରୁ ସେମାନଙ୍କୁ ଡକାଗଲାକୁ ସେମାନେ କହିଲେ, ହଁ ଆମେ ମାପିବୁ ବୋଲିକି। ଥାନାରେ ଆମେ ମାପିବୁ ବୋଲି କହିଲେ ଆଉ ବାହାରକୁ ଆସିଲେ ନାଇଁକି ଆମେ ମାପିବୁନି କହି ଡରେଇ ଦେଉଥିଲେ। ଏମାନେ ନିସ୍ତାର ସହିତ ମିଶିକି ପ୍ଲାନ୍ କରିଥିଲେ କି ଏମାନଙ୍କୁ ଘର ଭାଙ୍ଗିଦେବା ଆଉ ତଳକୁ ଖସେଇବା, ହଇରାଣ କରିବା। ଏମିତି ଭାବିକି ଏମାନେ ଆମ ଘର ଭାଙ୍ଗିଲେ। ନିସ୍ତାର ହେଉଛି ଗୋଟିଏ ଭାଇ ବିରୋଧୀ, ଜମି ଲୋଭୀ, ଗୋଟିଏ ଖରାପ ଲୋକ। ବିବି କହୁଥିଲା, ମୋତେ ଘର ଆସିଛି ଆଉ ତୁ ଘର ଭାଙ୍ଗିଲେ ତୋ ଜାଗାରେ ମୁଁ ଘର ବାନ୍ଧିବି। ସେଥିପାଇଁ ଆମେ ଘର ଭାଙ୍ଗିଲୁ। ଘର ଭାଙ୍ଗିଲା ପରେ ବି ସେ ଆମ ଜାଗାରେ ବାନ୍ଧିଲାନି। ସିଏ ବି ଜାଣିଛି ସେଇଟା ଆମ ଜାଗା ବୋଲିକି। ଖାଲି ଘର ଭାଙ୍ଗିବା ଆଉ ସେମାନଙ୍କୁ ତଳକୁ ପକାଇବା ଆଉ ହଇରାଣ କରିବା, ସେମିତି ଭାବିକି ସେମାନେ ଆମ ଘରକୁ ଭାଙ୍ଗିଲେ। ଆମେ ବର୍ତ୍ତମାନ ଏହି ଛୋଟ କୁଡ଼ିଆରେ ଅଛୁ, ଆମ ବଡ଼ ବାପାଙ୍କ ଘର ପଛଆଡ଼େ। ମୁଁ ଓଡ଼ିଶା ସରକାରଙ୍କ ଠାରେ ଆଉ ଭାରତ ସରକାରଙ୍କ ଠାରେ ଅନୁରୋଧ କରୁଛି, ଆମକୁ ଗୋଟିଏ ଘର ଦେବା ପାଇଁ। ରହିଲି। ଜୟ ଜଗନ୍ନାଥ। ଆପଣଙ୍କ ଆଶାରେ ରହିଲି।